हरे कृष्णा। दंडवत प्रणाम। हरे कृष्ण प्रभु जी हरे कृष्णा। दंडवत दंडवत प्रणाम। हरे कृष्ण हरे प्रभु जी कृष्णा। दंडवत दंडवत प्रणाम। आमे स्टार्ट करिवा। ओम अज्ञानकं तिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते गौरगोविन्द स्वामिन्निति नामिने। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे श्रीगुरुं दीनतारिणे परमानन्दमाधवम्। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। हरे कृष्णा। ଆମେ ଗତ କାଲି ପଢିଲେ ଶ୍ରୀମଦ୍ ଭାଗବତम ଶ୍ଲୋକ 11-12 ଯାଏଁ ପଢିଛେ। ଶ୍ଲୋକ ସଂଖ୍ୟା 12 ଯାଏଁ ପଢିଛେ। ଆମେ ଦେଖୁଥିଲେ ଯେ ଏଠିରେ ସୌନକ ଋଷି ପୃଷ୍ଠଭୂମିଟା ଦଉଛନ୍ତି ଶ୍ରୀମଦ୍ ଭାଗବତମର। ଯେ ଫର୍ଷ୍ଟ ହେଲା ସୁକଦେବ ଗୋସ୍ୱାମୀ। ସେ କେତେ ବହୁତ ବଡ, କେତେ ବଡ ବ୍ରହ୍ମ ଜ୍ଞାନୀ ଥିଲେ, କେତେ ବଡ ବୈରାଗୀ ଥିଲେ। ତାଙ୍କର ଜନ୍ମ କେମିତି ହେଲା ଆମେ ଦେଖିଲେ। ତାପରେ ସେ ସବୁ କିଛି ତ୍ୟାଗ କରିକି ଚାଲିଗଲେ। ଜନ୍ମ ହେଲା ମାତ୍ରେ ଚାଲିଗଲେ, ଜଙ୍ଗଲକୁ ପଳେଇଲେ। ବ୍ରହ୍ମଜ୍ଞାନୀ। ଆଉ ସେ କେମିତି ମାଧୁକରୀ କରୁଥିଲେ ସେଗୁଡା ସବୁ ଆମେ ଦେଖିଲେ। ଗୋଟେ ଗୃହସ୍ଥ ଘରେ କେବଳ ଛିଡା ହେବେ ଯେ ପର୍ଯ୍ୟନ୍ତ ସେ ତାଙ୍କର ଗାଈକୁ ଦୋହନ କରିବେ ଆଉ କ୍ଷୀର ଆଣିକି ଦେବେ। ସେତିକି ସମୟ ସେ ଗୃହସ୍ଥ ଘରେ ଛିଡା ହେବେ ବାହାରେ। ବାକି ସବୁବେଳେ ବ୍ରହ୍ମରେ ଲୀନ ରହିବେ। ସେ ଜଙ୍ଗଲ ଭିତରେ ହିଁ ରହିବେ। ତାଙ୍କୁ କିଏ କେବେ ଦେଖି ପାରିବେନି, କିଏ କେବେ ପାଇ ପାରିବେନି। ଯୋଉମାନେ ଲୋକମାନେ ଦେଖୁଥିଲେ ତାଙ୍କୁ ଭାବୁଥିଲେ କିଏ ଗୋଟେ ପାଗଳାଟା, କାରଣ ସେ ମୂକ ବଧିର ଭଳିଆ ରହନ୍ତି। କାହା ସହିତ କିଛି ଲେନ ଦେନ ନାହିଁ ତାଙ୍କର। ସୋସିଆଲ ଇଏ ଏଟିକେଟ ଏଗୁଡା ସେ ସବୁ କରନ୍ତିନି। ତ ତା ଦ୍ଵାରା ପୁଣି କଣ ନା, ସେ ଏମିତିଆ ସିଚୁଏସନରେ ଯିଏ ବି ଡାଉଟ କରିବ ଯେ ସେ ଭଳିଆ ବୈରାଗୀ ସାଧୁ ସେ ପୁଣି ଗୋଟେ ରାଜା ପାଖକୁ ଯାଇଛନ୍ତି ଆଉ ତାଙ୍କୁ ଭାଗବତମ ଶୁଣାଉଛନ୍ତି, ଏଇଟା ପସିବଲ କେମିତି ହେଲା? କାହିଁକି ନା ସନ୍ନ୍ୟାସୀ ମାନେ, ମହାପ୍ରଭୁ କହିଲେ ନା, ଯେତେବେଳେ ଚୈତନ୍ୟ ଚରିତାମୃତରେ ଅଛି, ଯେତେବେଳେ ପ୍ରତାପ ରୁଦ୍ର ରାଜା, ଗଜପତି ରାଜା ପୁରୀର, ସେ ଦର୍ଶନ କରିବାକୁ ଚାହିଁଲେ ମହାପ୍ରଭୁଙ୍କର। ତ ଚୈତନ୍ୟ ମହାପ୍ରଭୁଙ୍କୁ ଯେତେବେଳେ ଏଇ କଥାଟା କୁହାହେଲା, ମହାପ୍ରଭୁ କହିଲେ ନା, ମୁଁ ସନ୍ନ୍ୟାସୀ ହେଇକି ବିଷୟର ଦର୍ଶନ କରିବି, ତାଠାରୁ ଭଲ ମୁଁ ମୃତ୍ୟୁ ହେଇଯିବା ଭଲ। ମୁଁ କାହିଁ ବିଷୟରେ ଦର୍ଶନ କରିବି? ମୁଁ ରାଜା ହେଲା ସବୁଠୁ ବଡ ବିଷୟ, କାରଣ ସେ ମନି, ପାୱାର, ଉମେନ ସବୁ ତା ଅଣ୍ଡରରେ, ସେଇଥିରେ ରୁହେ। ତ ସବୁଠୁ ବଡ ବିଷୟ ସେ। ତେଣୁକରି ମୁଁ ରାଜାର ମୁଖ ଦର୍ଶନ କରିବିନି। ମହାପ୍ରଭୁ ମନା କରିଦେଲେ। ତ ଏମିତି ରାଜାର ଦର୍ଶନ ସନ୍ନ୍ୟାସୀ ମାନେ କରନ୍ତିନି। କାହିଁକି ନା ସେମାନେ ଭଗବତ ଇଏ ମାୟାର ଉର୍ଦ୍ଧ୍ୱରେ ସେମାନେ ଉପାସନା କରୁଛନ୍ତି। କାହିଁକି? ସେମାନେ ମାୟାର ଯୋଉଟା ମୂର୍ତ୍ତିମନ୍ତ ପ୍ରତୀକ ହେଲା ରାଜା। ଆମେ ଦେଖୁଛେ ନା ପଲିଟିକ୍ସ ରେ କେତେ ସବୁ କରପସନ, କେତେ ସବୁ ଇଏ ଘୃଣ୍ୟ ଜିନିଷ ଗୁଡା ହଉଛି ପଲିଟିକ୍ସ ରେ। କାହିଁକି ନା ପାୱାର, ପୋଜିସନ, ମନି ଏଗୁଡା ସବୁ ଆସିଲା ପରେ ଏଇ ସବୁ ମାୟାର ବାସଗୃହ ସେଗୁଡାକ। ତ ସେମିତିଆ ଅବସ୍ଥାରେ ଭକ୍ତି କଣ ହବ? ସେଥିପାଇଁ
ମହାପ୍ରଭୁ ଏଇଟା ଶିକ୍ଷା ଦେଇଛନ୍ତି ଯେ ରାଜାର ଦର୍ଶନ କରିବେନି ବୋଲି। ତାପରେ ପ୍ରତାପ ରୁଦ୍ର ଯେହେତୁ ସେ ଗୋଟେ ବହୁତ ବଡ ଭକ୍ତ ଥିଲେ, ପରମ ବୈଷ୍ଣବ ଥିଲେ, ସେ ମହାପ୍ରଭୁଙ୍କର କୃପା କେମିତି ପାଇଛନ୍ତି ସେଟା ପରେ ଲେଖା ହେଇଛି। ସେଟା ଆ ଏମାନଙ୍କର କୃପା ଦ୍ଵାରା, ବୈଷ୍ଣବ ମାନଙ୍କର କୃପା ଦ୍ଵାରା ସେ ମହାପ୍ରଭୁଙ୍କର କୃପା ପରେ ପ୍ରାପ୍ତ ହେଇଛନ୍ତି। ଆଉ ସେ ସମୟରେ ଯେତେବେଳେ ମହାପ୍ରଭୁ ମନା କରିଦେଲେ ତାକୁ ଦର୍ଶନ ଦେବିନି ବୋଲିକି, ତ ସେ ପ୍ରାୟ ମୃତ ହେଇଯାଇଥିଲେ। ସେ ମହାପ୍ରଭୁଙ୍କ ଦର୍ଶନ ନ ପାଇଲେ ଆଉ ଏଇ ଜୀବନର ଲାଭଟା କଣ? ମୁଁ ସବୁ କିଛି ରାଜ୍ୟ ତ୍ୟାଗ କରିକି ମୁଁ ଯାଉଛି ଆତ୍ମହତ୍ୟା କରିବି, ଏ ଟାଇପ ର ହେଇଯାଇଥିଲେ ସେ। ତ ସିମିଲାରଲି ଏଠିରେ ସୌନକ ଋଷି ପଚାରୁଛନ୍ତି ଯେ ସେ ଏତେ ବଡ ବିରକ୍ତ ସନ୍ନ୍ୟାସୀ, ବ୍ରହ୍ମଜ୍ଞାନୀ, ସେ ରାଜା ପାଖକୁ କେମିତି ଆସିଲେ? ଆଉ ଆସିକି ପୁଣି ଭାଗବତମ ପ୍ରବଚନ ଦେଇଛନ୍ତି, ଏଇଟା ସବୁ କେମିତି ସମ୍ଭବ ହେଲା? ତ ସେଇ ପ୍ରଶ୍ନ ଗୁଡା ସବୁ ଆମେ ଦେଖିଲେ କାଲି। ଆଜି ଆମେ ପଢିବା ଶ୍ଲୋକ ସଂଖ୍ୟା 11 ପଢିଥିଲେ କାଲି, ଆଜି ଶ୍ଲୋକ ସଂଖ୍ୟା 12 ରୁ ପଢିବା। ଏଥିରେ ଲେଖା ହେଲା ଯେ, ଆମେ ଦେଖିଲେ ଯେ ସେ କେତେ ବଡ ରାଜା ଥିଲେ। କିଏ? ଆମର ପରୀକ୍ଷିତ ମହାରାଜ, ପାଣ୍ଡବ ମାନଙ୍କ ଭଳିଆ ସେ ବହୁତ ବଡ ଭକ୍ତ ଥିଲେ ଭଗବାନଙ୍କର। ଆଉ ତାଙ୍କ ଅଣ୍ଡରରେ ସମସ୍ତେ ପିସଫୁଲ ଥିଲେ। କୋଉ ପ୍ରଜା ମାନେ ସମସ୍ତେ ଖୁସିରେ ଥିଲେ। କୋଉ ଡକାୟତି ଭୟ ସବୁ, ଯେତେ ଚୋର ଡକାୟତ ସବୁ ଲୁଚିକି ରହୁଥିଲେ। କେହି କିଛି ଉପଦ୍ରବ କରିପାରୁନଥିଲେ। ଠିକ ସମୟରେ ବର୍ଷା ହବ, ବର୍ଷା ଋତୁରେ ବର୍ଷା ହବ, ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ହବ। କୋଉଠି ବନ୍ୟା ହବନି କି କୋଉଠି ସୁଖା ପଡିବନି। ସବୁ ରେଗୁଲେଟ ହେଇକି ଚାଲୁଥିଲା। କାହିଁକି ନା ତାଙ୍କର ତାଙ୍କର ଶକ୍ତି ଥିଲା, ତାଙ୍କର ପୁଣ୍ୟ ବଳ ଥିଲା। ସେ ସବୁକୁ ଶାସନ କରିକି ରଖୁଥିଲେ ସେମିତିଆ। କାହାର ଅକାଳ ମୃତ୍ୟୁ ହବନି। ଏଇ ସବୁ ତାଙ୍କର ପୁଣ୍ୟ ଫଳରେ ସବୁ କରଉଥିଲେ ସେ, ତାଙ୍କର ଶକ୍ତି ବଳରେ। ତ ଏମିତିଆ ରାଜା ପୁଣି କାହିଁକି 7 ଦିନ ଭିତରେ ମୃତ୍ୟୁବରଣର ଇଏ ଆସିଲା? ଆଉ ସେଠିରେ ଆମେ କାଲି ଦେଖିଲେ ଯେ ସେଠିରେ ସେ କହୁଛନ୍ତି ଯେ ରାଜା ନିଜେ, ମାନେ ପରୀକ୍ଷିତ ମହାରାଜ ନିଜେ ତାକୁ ଗ୍ରହଣ କଲେ ସେ ଅଭିଶାପକୁ। ସେ ତାକୁ କାଉଣ୍ଟରାକ୍ଟ କରିପାରିଥାନ୍ତେ କିନ୍ତୁ ସେ ଗ୍ରହଣ କଲେ। ଏଇଟା ଭକ୍ତର ଅ ଇଏ, ଯୋଉଟା ସେଦିନ ଆମକୁ ମାତେ ଜଣେ ପଚାରିଲେ ନା ଯେ ଭକ୍ତ ଯୋଉ ଦୁଃଖ କଷ୍ଟ ଆସେ ସେଟାକୁ ସେ କେମିତି ନିଏ, ଭକ୍ତ କେମିତି ନିଏ? ଏଇଭଳିଆ ଯେମିତି ପରୀକ୍ଷିତ ମହାରାଜ ଦେଖେଇଛନ୍ତି ଭକ୍ତ। ଯେ ତାଙ୍କୁ ଅଭିଶାପ ହେଲା, ସେ ଚାହିଁଥିଲେ, ତାଙ୍କର ଏତେ ଶକ୍ତି ଥିଲା, ଏତେ ବଡ ଭକ୍ତ, ସେ କାଉଣ୍ଟରାକ୍ଟ କରିପାରିଥାନ୍ତେ କିନ୍ତୁ ସେ କଲେନି। କହିଲେ ଏଇଟା ଭଗବାନଙ୍କର କିଛି ଗୋଟେ ଉଦ୍ଦେଶ୍ୟ ଥିବ, ଭଗବାନଙ୍କର ଇଚ୍ଛା ଏଇଟା। ମୋର ମତି ଭ୍ରମ ହେଲା, ମୁଁ ମଳା ସାପକୁ ସେ ଋଷିଙ୍କର ଗଳାରେ ଦେଲି, ମତେ ତାଙ୍କ ପୁତ୍ର ଅଭିଶାପ ଦେଲା। ଏଇ 7 ଦିନ ଭିତରେ ମୋର ମୃତ୍ୟୁ ହେଇଯିବ, ତକ୍ଷକ ସାପ କାଟିବ ମତେ। ତ ଏଇଗୁଡାକ ସବୁ ଭଗବାନଙ୍କର ଇଚ୍ଛାରେ ହେଇଛି, ମୁଁ ତାକୁ ଗ୍ରହଣ କରିବି। ସେ ଋଷିପୁତ୍ର ଯାହା ଦେଲେ ଅଭିଶାପ, ମୁଁ ଗ୍ରହଣ କରିବି। ସେ ତାକୁ କାଉଣ୍ଟରାକ୍ଟ କଲେନି। ତ ଜଣେ ଭକ୍ତ ସେଇ ଭଳିଆ ରୁହେ। ସେ ସବୁ କିଛିକୁ ଭଗବାନଙ୍କର ଇଚ୍ଛା ମାନିକି ଗ୍ରହଣ କରେ। ଆଉ ତା ଦ୍ଵାରା ହିଁ ଆଜି ଆମେ ଭାଗବତମ ପଢି ପାରୁଛେ। ଆଉ 7 ଦିନ ପରେ ତାଙ୍କର ଆଉ ମୃତ୍ୟୁ ହେଇନି। ଆ, ଇଏ ପରୀକ୍ଷିତ ମହାରାଜଙ୍କର ସେଟା ଦ୍ୱାଦଶ ସ୍କନ୍ଧରେ ଅଛି। ସେ ତକ୍ଷକ ଆସିକି ଦଂଶନ କରିବା ଆଗରୁ ହିଁ ସେ ଯୋଗରେ ତାଙ୍କର ଶରୀର ତ୍ୟାଗ କରିଥିଲେ, ଭଗବାନଙ୍କ ପାଖକୁ ଯାଇଥିଲେ, ବୈକୁଣ୍ଠ ଲୋକକୁ। ପୂର୍ବରୁ ତାଙ୍କର ଶରୀରର ଗୋଟେ ପ୍ରତୀକ ମାତ୍ର ସେଠି ଥିଲା, ଯାହାକୁ ତକ୍ଷକ ଦଂଶନ କଲା। ସେ ଆଉ ନଥିଲେ ସେଇ ଶରୀରରେ। ତ ମୃତ୍ୟୁକୁ ବିଜୟ କରି ଯାଇଥିଲେ କେବଳ 7 ଦିନ ଶ୍ରୀମଦ୍ ଭାଗବତମ ଶ୍ରବଣ କରିକି। ତ ସେଥିପାଇଁ ଏଇଟା ପଚାରୁଛନ୍ତି ଆ ସୌନକ ଋଷି। ସୌନକଙ୍କ ସହ ଅସଂଖ୍ୟ ଋଷି ଅଛନ୍ତି, ଯୋଉମାନେ କଳିର ଭୟରେ ବହୁତ ବଡ ତପସ୍ୟା ମାନେ ଯଜ୍ଞର ଆୟୋଜନ କରିକି ଯଜ୍ଞ ଚଲେଇଛନ୍ତି। ତ ସେଠିରେ ସୁତ ଗୋସ୍ୱାମୀଙ୍କୁ ପଚାରୁଛନ୍ତି। ଆଜି ଆମେ ଆଚ୍ଛା, ଏଥିରେ ଆହୁରି ମଧ୍ୟ ଅଛି ଯେ ସେ କେମିତି ଆସିଲେ, ସୁକ ଗୋସ୍ୱାମୀ ଯିଏ ସବୁ ଛାଡିକି ପଳେଇଥିଲେ। ତ ସେଇଟା ଆମେ ଆଗରେ ପଢିବା, ଏଠି ନାହିଁ ବୋଧେ, ସେଟା ମୁଁ କହିଦେବି। ତ ଆଜି ଆମେ ଶ୍ଲୋକ ସଂଖ୍ୟା 13 ପଢିବା। ହରେ କୃଷ୍ଣ। ତତ୍ସର୍ବଂ ନଃ ସମାଚକ୍ଷୁ ପୃଷ୍ଟೋ यद् इह किंचन मन्ये त्वां विषये वाचां स्नातम् अन्यत्र छान्दसात्। ଆମ୍ଭେମାନେ ଜାଣୁ
ବେଦର କେତେକ ଅଂଶ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ଆପଣ ବିଜ୍ଞ ଅଟନ୍ତି। ତେଣୁ ଆମ୍ଭେମାନେ ଆପଣଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଲୁ ତାହାର ଉତ୍ତର ଆପଣ ଭଲ ଭାବରେ କହିପାରିବେ। ଏଠିରେ କୁହାଗଲା ଯେ ବେଦର କିଛି ଅଂଶକୁ ଛାଡ଼ିଦେଲେ ବାକି ସବୁ ଆପଣ ଜାଣିଛନ୍ତି। ତ ଏଠିରେ ଶିଳ ପ୍ରଭୁପାଦଙ୍କର ଇଏରୁ ଆମେ ଟିକେ ପଢିବା। ଅ, କାଲି ଆଣିବୁ, ଆଜି ଆଉ ଆଣେନି। ଅ, ଆମେ ଏଠିରେ ପ୍ରଭୁପାଦଙ୍କର ପର୍ବଟା ଟିକେ ପଢିଦବା, କାହିଁକି ନା କୋଉଟାକୁ ସେ କହୁଛନ୍ତି ସୌନକ ଋଷି ସୁତ ଗୋସ୍ୱାମୀଙ୍କୁ ଯେ ଆପଣ ସବୁ କିଛି ଜାଣିଛନ୍ତି, ବେଦର କିଛି ଅଂଶକୁ ଛାଡ଼ିଦେଲେ। ଅ ବେଦ ଏବଂ ପୁରାଣ ମାନଙ୍କର ମଧ୍ୟରେ ଥିବା ପାର୍ଥକ୍ୟ ବ୍ରାହ୍ମଣ ଓ ପରିବ୍ରାଜକ ମାନଙ୍କର ମଧ୍ୟରେ ଥିବା ପାର୍ଥକ୍ୟ ସଦୃଶ। ବ୍ରାହ୍ମଣ ମାନଙ୍କର କାମ ବେଦୋକ୍ତ ସକାମ କର୍ମକାଣ୍ଡର ଅନୁଷ୍ଠାନ କରିବା, କିନ୍ତୁ ପରିବ୍ରାଜକ ଚାର୍ଯ୍ୟଗଣ ଅର୍ଥାତ୍ ବିଦ୍ୱାନ ପ୍ରଚାରକ ଗଣଙ୍କର କାର୍ଯ୍ୟ ହେଉଛି ସମସ୍ତଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା। ତେଣୁ ବୈଦିକ ବ୍ରାହ୍ମଣ ଗଣ ବେଦ ମନ୍ତ୍ରର ମାତ୍ରା ଓ ଲୟ ଯୁକ୍ତ ଉଚ୍ଚାରଣରେ ଯେପରି ଅଭ୍ୟସ୍ତ ଅଟନ୍ତି, ପରିବ୍ରାଜକ ଆଚାର୍ଯ୍ୟ ଗଣ ସେପରି ନୁହନ୍ତି। ଆଚ୍ଛା, ଏଇ ଜିନିଷଟା କୁହାଗଲା, ଏଇଥିପାଇଁ ତାଙ୍କୁ କୁହାଗଲା, ସୋନକ ଋଷି କହୁଛନ୍ତି ଆପଣ ବେଦର କିଛି ଅଂଶକୁ ଛାଡ଼ିଦେଲେ ବାକି ସବୁ ଜାଣିଛନ୍ତି। କାହିଁକି ନା ବେଦ ଆଉ ପୁରାଣରେ ଡିଫରେନ୍ସ ଟା, ବେଦଟା କିଏ ରଚନା କଲେ? ବେଦ ବ୍ୟାସ। ହଁ, ବ୍ୟାସଦେବ ରଚନା କଲେ। ପ୍ରଥମେ ସେ ଚାରି ବେଦ, ବେଦ ଆଗ ଗୋଟେ ଥିଲା, ତାକୁ ଚାରି ଖଣ୍ଡ କଲେ ଆଉ ରଚନା କଲେ ତାକୁ। କାହିଁକି ନା କଳି ଯୁଗରେ ଲୋକ ଆଉ ସ୍ମରଣ ଶକ୍ତି ନଥିବ, ସବୁ ସ୍ମରଣ ଶକ୍ତି ହରେଇ ଦେଇଥିବେ, ତେଣୁକରି ସେ ରଚନା କଲେ ବେଦଟା। ତାପରେ ବେଦ ପରେ ସେ ଅଷ୍ଟାଦଶ ପୁରାଣ ରଚନା କଲେ। ବେଦ ପରେ ପୁରାଣରେ କଣ ଅଛି? ବେଦର ସାରାଂଶ ସବୁ ନେଇକି ବେଦର ଉପନିଷଦ ରଚନା କରିଛନ୍ତି। ଅ ବ୍ରହ୍ମ ଅ ବ୍ରହ୍ମସୂତ୍ର ରଚନା କରିଛନ୍ତି ଆଉ ପୁରାଣ ରଚନା କଲେ, ଅଷ୍ଟାଦଶ ପୁରାଣ। ତାପରେ ଶେଷରେ ଶ୍ରୀମଦ୍ ଭାଗବତମ ମହାପୁରାଣ ରଚନା କଲେ। ତ ଏଇ ଯୋଉ ପୁରାଣ ସବୁ ରଚନା କଲେ, ସେଇଟା ଆଉ ବେଦ ଭିତରେ ଡିଫରେନ୍ସ ଟା କଣ ରହିଲା? ଡିଫରେନ୍ସ ଏଇଟା ଯେ ଯଦି ବେଦଟା ବ୍ରାହ୍ମଣ ହେଲା, ତାହେଲେ ପୁରାଣ ଗୁଡାକ ହେଲା ପରିବ୍ରାଜକ ସାଧୁ। ବ୍ରାହ୍ମଣର କାମ କଣ? ପରିବ୍ରାଜକ ସାଧୁ କଣ? ବ୍ରାହ୍ମଣ ସେ ବହୁତ ସୁନ୍ଦର ବେଦ କଣ ଉଚ୍ଚାରଣ କରିକି ମନ୍ତ୍ର ସିଦ୍ଧି ସିଦ୍ଧି ଲାଭ କରେ, ମନ୍ତ୍ରର ସିଦ୍ଧି ଗୁଡା କରାଏ। ଯଜମାନଙ୍କ ପାଇଁ ଯାହା ଯଜ୍ଞ କରିବ ତାକୁ ସେ ଫଳ ପ୍ରାପ୍ତି କରାଏ। ସେ ସବୁ ବ୍ରାହ୍ମଣର କାମ। ସେ ସେଗୁଡା ବହୁତ ଭଲ ଭାବରେ ଜାଣିଛି। ଆଚ୍ଛା, ପରିବ୍ରାଜକ ଚାର୍ୟ ସାଧୁଙ୍କର କାମ କଣ? ପରିବ୍ରାଜକ ଚାର୍ୟ ସାଧୁ ମାନେ ଯେଉଁମାନେ ସବୁଆଡେ ଭ୍ରମଣ କରିକି କଲ୍ୟାଣ କରିଚାଲନ୍ତି ଲୋକଙ୍କର। ସେମାନେ ସବୁଆଡେ ଯାଇକି ଭଗବାନଙ୍କର କଥା କୁହନ୍ତି, କୃଷ୍ଣ କଥା କୁହନ୍ତି। ଆଉ କୃଷ୍ଣ କଥା କାହିଁ କୁହନ୍ତି ନା, ଏବେ ଯଶ ଘୁଷୁ ତ୍ରିଭୁବନ। ତାଙ୍କର ଏଇ ଯୋଉ କୃଷ୍ଣଙ୍କର ଗୁଣ କର୍ମ ଏଇଗୁଡା ଯେତେବେଳେ ଶ୍ରବଣ ହୁଏ, ସେତେବେଳେ ପ୍ରକୃତରେ ଶାନ୍ତି ସୁଖ, ପ୍ରକୃତରେ ଯୋଉ ଡେଭଲପମେଣ୍ଟ, ଆଧ୍ୟାତ୍ମିକ ଡେଭଲପମେଣ୍ଟ ଏଗୁଡା ଆସେ କେତେବେଳେ? ଯେତେବେଳେ ଭଗବାନଙ୍କର କଥା କୀର୍ତ୍ତନ ହୁଏ। ଭଗବାନଙ୍କର କଥା କୀର୍ତ୍ତନ ହୁଏ ଅର୍ଥାତ୍ ସେଟା ଶ୍ରବଣ ହୁଏ। ତ ସେତେବେଳେ ହିଁ ସବୁ ପ୍ରକାର ଦୋଷ, ସବୁ ପ୍ରକାର ଦୁଃଖ ଦୁବିଧା ସବୁ ପଳାଏ। ଆଉ ଭଗବାନଙ୍କର ଅ କଥା କୀର୍ତ୍ତନରେ ଅ ଯେତେବେଳେ କଥା କୀର୍ତ୍ତନ ହୁଏ, ତାଙ୍କର ସବୁ ପ୍ରକାର ଆନନ୍ଦ, ସବୁ ପ୍ରକାର ବ୍ଲିସଫୁଲନେସ୍, ଅସ୍ପିସିୟସନେସ୍ ସବୁ ଶୁଭ ହେଇଯାଏ, ସବୁ ଅଶୁଭ ପଳାଏ। ତେଣୁ କରି ସେମାନେ ସବୁଆଡେ ଭ୍ରମଣ କରି କରି ଗୃହସ୍ଥ ମାନଙ୍କୁ ଘରକୁ ଯାଇକି ଭିକ୍ଷା ମାଗନ୍ତି। ନିଜ ପାଇଁ ନେଇ, କେବଳ ତାଙ୍କୁ କଲ୍ୟାଣ କରିବା ପାଇଁ, କିଛି ହରିକଥା ଶୁଣେଇବା ପାଇଁ। ତ ସେଇ ସାଧୁ ହେଲେ ବ୍ରାହ୍ମଣ ଠାରୁ ବହୁତ ଉଚ୍ଚ କୋଟିରେ। ସେମାନେ ସେ ବ୍ରାହ୍ମଣର ବିଦ୍ୟା ଜାଣିବାର ତାଙ୍କୁ କିଛି ଦରକାର ନାହିଁ। କେମିତି ବହୁତ ଭଲ ଉଚ୍ଚାରଣ ହବ, କେମିତି ସେ ଯଜମାନଙ୍କୁ ଭଲ ଫଳ ମିଳିବ,
ଯାହା ତପସ୍ୟା କରୁଛି ତାର ସବୁ ଫଳ, ଧନ ପାଇବ, ଶାନ୍ତି ପାଇବ, ସୁଖ ପାଇବ। ଏଇଗୁଡା ତାଙ୍କର କିଛି ମତଲବ ନାହିଁ, ତେଣୁକରି ସେମାନଙ୍କୁ ସେଥିରେ ଏକ୍ସପର୍ଟ ହେବା ଦରକାର ନାହିଁ। ସେଥିପାଇଁ ଇଏ ସୁତ ଗୋସ୍ୱାମୀ ହେଲେ ଜଣେ ପରିବ୍ରାଜକଚାର୍ୟ ସାଧୁ। ତେଣୁକରି ତାଙ୍କୁ ଏସବୁ ବେଦ ମନ୍ତ୍ର ଏଗୁଡାକରେ କିଛି ଏକ୍ସପର୍ଟନେସ ର ଦରକାର ନାହିଁ, ସେଇ ଜିନିଷଟା। ସେଥିପାଇଁ ଏଠିରେ ସୌନକ ଋଷି କହିଲେ ଯେ ଆପଣ କିଛି ଜିନିଷକୁ ଛାଡିକି ସବୁ ଜାଣିଛନ୍ତି, ତେଣୁ ଆପଣ ହିଁ ଆମକୁ ପରଫେକ୍ଟ ଆନ୍ସର ଟା ଦେଇପାରିବେ। ତ ଯୋଉମାନେ ପରିବ୍ରାଜକାଚାର୍ୟ ସାଧୁ, ସେମାନେ ଆତ୍ମାନୁଭୂତି ଲାଭ କରିଥାନ୍ତି ଅଲରେଡି। ତାପରେ ସୁତ ଗୋସ୍ୱାମୀ କହିବା ଆରମ୍ଭ କଲେ। ଶ୍ରୀ ସୁତ ଉବାଚ, ସୁତ ଉବାଚ, द्वापरे समनुप्राप्ते तृतीये युगपर्यये जातः पराशराद् योगी वासव्याम कलया हरेः, कलया हरेः। ଶ୍ରୀଲ ସୁତ ଗୋସ୍ୱାମୀ କହିଲେ, ଯେତେବେଳେ ଦ୍ୱିତୀୟ ଯୁଗ ପରେ ତୃତୀୟ ଯୁଗ ଆସିଲା, ସେତେବେଳେ ମହାନ ଋଷି ବ୍ୟାସଦେବଙ୍କ ଜନ୍ମ ମହର୍ଷି ପରାଶରଙ୍କ ଦ୍ୱାରା ବସୁଙ୍କ କନ୍ୟା ସତ୍ୟବତୀଙ୍କ ଗର୍ଭରୁ ହେଲା। ଶ୍ରୀଲ ବ୍ୟାସଦେବ, ଦ୍ୱିତୀୟ ଯୁଗ ପରେ ତୃତୀୟ ଯୁଗ ଆସିଲା। ଦ୍ୱିତୀୟ ଯୁଗ କୋଉଟା ଥିଲା? ଦ୍ୱିତୀୟ ଯୁଗ ହେଲା ଆମ ତ୍ରେତା ଯୁଗ, ଆଉ ତୃତୀୟ ଯୁଗ ହେଲା ଦ୍ୱାପର ଯୁଗ। ତ ଯେତେବେଳେ ଦ୍ୱାପର ଯୁଗ ଆରମ୍ଭ ହେଲା, ସେ ସମୟରେ ଆଚ୍ଛା, ଆମର ଚାରି ଯୁଗ ହେଲା ସତ୍ୟ, ତ୍ରେତା, ଦ୍ୱାପର, କଲି। କିନ୍ତୁ ସମଟାଇମ୍ସ ସେମାନେ ଓଭରଲ୍ୟାପିଂ ହୁଅନ୍ତି, ମାନେ ଆ, ସତ୍ୟ, ଦ୍ୱାପର, ତ୍ରେତା ଏବଂ କଳି, ଏହି ଚାରି ଯୁଗରେ ଏକ କାଳକ୍ରମ ବ୍ୟବସ୍ଥା ଅଛି। କିନ୍ତୁ ବେଳେ ବେଳେ ଏହି ଭ୍ରମର ବିପର୍ଯ୍ୟୟ ହୁଏ। ବୈବସ୍ୱତ ମନୁଙ୍କ ଶାସନ କାଳରେ ଚାରି ଯୁଗର ଅଷ୍ଟାବିଂଶ ବାର ବ୍ୟତୀତ ହେଲା ସମୟରେ ତୃତୀୟ ଯୁଗ ଦ୍ୱିତୀୟ ଯୁଗର ପୂର୍ବରେ ଆସିଗଲା। ସେହି ବିଶିଷ୍ଟ ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ହୋଇଥିଲା ଏବଂ ଏହି କାରଣରୁ କିଛି ଅନ୍ୟ ପରିବର୍ତ୍ତନ ହୋଇଥିଲା। ଏ ମହର୍ଷିଙ୍କର ମାତା ବସୁର କନ୍ୟା ସତ୍ୟବତୀ ଥିଲେ ଏବଂ ପିତା ମହାମୁନି ପରାଶର ଥିଲେ। ଏହା ହିଁ ହେଉଛି ଶ୍ରୀଲ ବ୍ୟାସଦେବଙ୍କର ଜନ୍ମ ଇତିହାସ। ପ୍ରତ୍ୟେକ ଯୁଗ ତିନୋଟି କାଳରେ ବିଭକ୍ତ। ଆଚ୍ଛା, ତ ଏଇ ଯୋଉ ସତ୍ୟ ଦ୍ୱାପର, ସତ୍ୟ ତ୍ରେତା ଦ୍ୱାପର କଳି, ଏଇଟା ଆମେ ଜାଣିଛେ ସମସ୍ତେ। କିନ୍ତୁ ବେଳେ ବେଳେ ଏଇଟାର ଓଭରଲ୍ୟାପିଂ ମଧ୍ୟ ହୁଏ। ସତ୍ୟ ପରେ ତ୍ରେତା, ଦ୍ୱାପର ଆସିଯିବ, ଦ୍ୱାପର ପରେ ତ୍ରେତା ଆସିବ, ତାପରେ କଳି ଆସିବ, ଏମିତି ବି ହୁଏ। ସବୁବେଳେ ହୁଏନି, ନର୍ମାଲି ଷ୍ଟାଣ୍ଡାର୍ଡରେ ଚାଲେ, କିନ୍ତୁ ବେଳେ ବେଳେ ସେୟା ହୁଏ। ତ ବୈବସ୍ୱତ ମନୁଙ୍କ ସମୟରେ ଏଇ ଓଭରଲ୍ୟାପିଂ ଟା ହେଇଥିଲା। ବାର ବାର ଥର ହେଇଥିଲା। ଗୋଟେ ମନୁଙ୍କ ସମୟରେ କେତେଟା ଯୁଗ ବିତିଯାଏ? 71 ଚାରି ଯୁଗ। 71 ଚାରି ଯୁଗ ଭିତରେ ଆ ଆ, ବାର ଥର ଏମିତିଆ ହେଇଛି। 12 ଟାଇମ୍ସ, ନା ନା, ଅଷ୍ଟାବିଂଶ ଥର, 28 ଟାଇମ୍ସ, 28 ଟାଇମ୍ସ ଏମିତି ହେଇଛି, ଯେତେବେଳେ କି ଏଇ ଯୁଗ ଗୁଡାକ ପରିବର୍ତ୍ତନ ହେଇଯାଇଛି। ସତ୍ୟ ପରେ ଦ୍ୱାପର ପଳେଇ ଆସିଛି, ତାପରେ ତ୍ରେତା ଆସିଛି, ଏଇ ଟାଇପ ର ହେଇଛି। ତ ସେମିତିଆ ଗୋଟେ ଇଏରେ ବୈବସ୍ୱତ ମାନଙ୍କର ସମୟରେ ପରାଶର ମୁନିଙ୍କ ଆଉ ସତ୍ୟବତୀ ବସୁ କିଏ? ଜଣେ ଇଏ, କଣ ତାଙ୍କର ନା, ଆମର ଯୋଉ ଫିସରମ୍ୟାନ, ଜଣେ ଯୋଉ କେଉଟ, ଯୋଉମାନେ ମାଛ ଧରନ୍ତି, ତାଙ୍କର ପୁତ୍ରୀ ଥିଲେ ସତ୍ୟବତୀ। ସେଟା ମହାଭାରତରେ ତାର ଷ୍ଟୋରିଟା ଅଛି, କେମିତି ପରାଶରଙ୍କର ସହିତ ଜଣେ ଫିସରମ୍ୟାନ ର ପୁତ୍ରୀ ସତ୍ୟବତୀଙ୍କର ବାହାଘର ହେଇଥିଲା। ପରାଶର ତ ବହୁତ ବଡ ଋଷି, ବ୍ରାହ୍ମଣ,
କିନ୍ତୁ କେଉଟର ଝିଅକୁ କେମିତି ବାହା ହେଲେ? ତ ସେଇ ଷ୍ଟୋରିଟା ଅଛି ସେଥିରେ। ତ ପରାଶର ଋଷି ଆ, ଯମୁନା ଭିତରେ, ଆ, ଯମୁନା ନା କୋଉ ହ୍ରଦରେ ଭିତରେ, ଆ, ନା 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 ସେ ନୁହନ୍ତି। ସେ ବହୁତ ବର୍ଷ ତପସ୍ୟା କଲେ, 60,000 ନା ଏମିତି ବହୁତ ବର୍ଷ ତପସ୍ୟା କଲେ। ତାପରେ ସେ ଯେତେବେଳେ ତପସ୍ୟା ସାରିକି ଆସୁଥିଲେ, ତାଙ୍କୁ ନଦୀ ପାର ହେବାର ଥିଲା। ନଦୀ ପାର ହେଲା ବେଳେ ଏ, ସତ୍ୟବତୀ ଯୋଉ କେଉଟର ପୁତ୍ରୀ ବା କନ୍ୟା, ସେ ବୋଟରେ ଧରିକି ବସିଛି, ନୌକାରେ ପାର କରେଇବ। ତ ତାକୁ କହିଲେ ମତେ ପାର କରାଅ। ସେ ପାର କରେଇଲା ତ ମ, ଠିକ ଅଧା ବାଟ ଯାଇଛି, ଆ, ସେଠିରେ ତାଙ୍କର କାମ ବାସନା ଆସିଗଲା ପରାଶର ଋଷିଙ୍କର। ସେ ସତ୍ୟବତୀଙ୍କୁ କହିଲେ ମୁଁ ତୁମ ସହିତ ବାହା ହେବି। ତ ସତ୍ୟବତୀ କହିଲେ ଏମିତିଆ ଇଏରେ ମୁଁ କେମିତି ବାହା ହେବି? ତ ସେ ଗନ୍ଧର୍ବ ବିବାହ କରିଥିଲେ ତାଙ୍କ ସହିତ। ତାଙ୍କର ପୁତ୍ର ହେଇଥିଲେ ବ୍ୟାସଦେବ। ତାପରେ ପରାଶର ଋଷି, ତାପରେ ଆହୁରି ବହୁତ ଷ୍ଟୋରି ଅଛି ହେଲା। ସତ୍ୟବତୀଙ୍କର ସେକେଣ୍ଡ ହଜବେଣ୍ଡ ହେଲେ ଶାନ୍ତନୁ। ଶାନ୍ତନୁଙ୍କଠୁ ଆସିଲେ ଆମର ଅ, ଦି ଜଣ, କିଏ କିଏ? ଅ, ତାଙ୍କ ଶାନ୍ତନୁଙ୍କର ପୁତ୍ରଙ୍କ କି ବୀର୍ଯ୍ୟ ଥିଲା ତାଙ୍କ ନାଁ। ସେମାନଙ୍କଠୁ ତାଙ୍କ ପୁତ୍ର ହେଲେ ଧୃତରାଷ୍ଟ୍ର ଆଉ ବିଚିତ୍ର ବିଚିତ୍ର। ବିଚିତ୍ର ବୀର୍ଯ୍ୟ। ବିଚିତ୍ର ବୀର୍ଯ୍ୟଙ୍କର ପୁତ୍ର ହେଲେ ଧୃତରାଷ୍ଟ୍ର ଆଉ ପାଣ୍ଡୁ। ତ ଏ ସବୁ ଅଛି ମହାଭାରତରେ, ଏ ଷ୍ଟୋରିଟା ଅଛି। ତ ପରାଶର ମୁନିଙ୍କର ଅ, ସନ୍ତାନ ହେଲେ ଆମର ଶ୍ରୀଲ ବ୍ୟାସଦେବ। ବ୍ୟାସଦେବଙ୍କର କଥା ଏଠି ଫାର୍ଷ୍ଟରେ କହିଲେ। स कदाचित् स्वस्त्या उपस्पृश्य जलं शुचिः विविक्त एक आसीना उदितेरविमण्डले। एकदा ସେ ବ୍ୟାସଦେବ ସୂର୍ଯ୍ୟୋଦୟରେ ସରସ୍ୱତୀ ନଦୀର ଜଳରେ ପ୍ରାତଃକାଳୀନ ସ୍ନାନ ଶୌଚାଦି କ୍ରିୟା ସମାପନ କଲେ ଏବଂ ଏକାକୀ ସେଠାରେ ଧ୍ୟାନରେ ବସି ପଡ଼ିଲେ। ସରସ୍ୱତୀ ନଦୀ କୂଳରେ। ଆଜିକାଲି ଆଉ ସରସ୍ୱତୀ ନଦୀ ନାହିଁ। ଆମର ଯୋଉ ଏଲାହାବାଦ ପ୍ରୟାଗରାଜରେ ତିନି ନଦୀର ମିଶ୍ରଣ ନା, ପ୍ରୟାଗ କୁହାଯାଏ ତାଙ୍କୁ। ଗଙ୍ଗା, ଯମୁନା ଆଉ ସରସ୍ୱତୀ। କିନ୍ତୁ ସରସ୍ୱତୀ ଆଉ ନାହିଁ, ଗଙ୍ଗା ଯମୁନାର ମିଳନ ଅଛି। କହନ୍ତି ସରସ୍ୱତୀ ଲୁପ୍ତ ହେଇଗଲେଣି, ବା ମାଟି ତଳେ ଚାଲିଛନ୍ତି। ତ ସେ ସରସ୍ୱତୀ ପୂର୍ବରୁ ପ୍ରକଟ ଥିଲେ। ଆଉ ଏବେ ବି ସରସ୍ୱତୀ ଅଛନ୍ତି ହିମାଳୟରେ। ତ ସେଇ ସରସ୍ୱତୀ ନଦୀର କୂଳରେ ଅ, ବ୍ୟାସଦେବଙ୍କର ଆଶ୍ରମ ଥିଲା। ଗୋଟେ ଦିନ ସେ ତାଙ୍କର ଶୌଚ ଆଦି ସବୁ ସାରିକି ତାପରେ ସେଇଠିରେ ହିଁ ଧ୍ୟାନରେ ବସି ପଡିଲେ ବ୍ୟାସଦେବ। परावरज्ञः स ऋषिः कालेनाव्यक्तरमहसा युगधर्म व्यतिकरम प्राप्तम भूवि जुगे जुगे। ମହର୍ଷି ବ୍ୟାସଦେବ ସେ ଯୁଗର କର୍ତ୍ତବ୍ୟ ପାଳନରେ କିଛି ଅବ୍ୟବସ୍ଥା ଦେଖିବାକୁ ପାଇଲେ। କାଳକ୍ରମେ ବିଭିନ୍ନ ଯୁଗରେ ଅଦୃଶ୍ୟ ଶକ୍ତି ଦ୍ୱାରା ପୃଥିବୀରେ ଏପରି ଅବ୍ୟବସ୍ଥା ହୁଏ। ଶିଲା ବ୍ୟାସଦେବ ଦେଖିଲେ ଯେ ସେମାନେ ସବୁ ମୁକ୍ତାତ୍ମା ନା ବ୍ୟାସଦେବ। ତ ସେମାନେ ସବୁ ଜିନିଷ ଜାଣିପାରନ୍ତି, ଭବିଷ୍ୟତ, ଅ, ଅତୀତ, ସବୁ ଅତୀତ ଜାଣିପାରନ୍ତି। ଖାଲି ଆମର ଅତୀତ ନାହିଁ, ଏଇ ବିଶ୍ଵର ଶହେ, ମାନେ ବିଶ୍ଵ ସୃଷ୍ଟି ପୂର୍ବରୁ କଣ ଥିଲା ସବୁ ସବୁ ଅତୀତ ଜାଣିଛନ୍ତି, ସବୁ ଭବିଷ୍ୟତ ଜାଣିପାରନ୍ତି। ମୁକ୍ତାତ୍ମା ମାନେ ଯୋଉମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ହେଇଯାଇଛନ୍ତି, ସେମାନେ ସବୁ କିଛି ଜାଣିପାରୁଛନ୍ତି। ସଚିତ ଆନନ୍ଦମୟ ନା ଆତ୍ମାଟା। ଚିତ ମାନେ ହେଲା ଅଲ ନଲେଜ। ସେ ସବୁ କିଛି ତାଙ୍କର ପାଇଁ କିଛି ଲୋକା ନଥାଏ। ଯେମିତି ବୈକୁଣ୍ଠର ଲୋକର ଯେତେ ବାସି, ସେ ସବୁ କିଛି ଜାଣିଛନ୍ତି। ଏଇ ଭୌତିକ ଯୁଗରେ ଆମ ମାନଙ୍କ ବିଷୟରେ ବି ଜାଣିଛନ୍ତି, ଭୌତିକ ଜଗତର ବିଷୟରେ, ସେ ଜଗତ ବିଷୟରେ ବି ଜାଣିଛନ୍ତି। ଭଗବାନଙ୍କର ସୃଷ୍ଟି ସବୁ କିଛି ସେ ଜାଣିଛନ୍ତି, ସେ ଦେଖିପାରନ୍ତି। କାହିଁକି ନା ତାଙ୍କ ସ୍ୱରୂପ ହେଲା ସଚ୍ଚିତ ଆନନ୍ଦମୟ। ଆମର ସ୍ୱରୂପ ଟା ହେଲା ନିରାନନ୍ଦ, ଅସତ ଆଉ ଅଚିତ।
କାହିଁକି ନା ଏଇଟା ମାୟା। ଏ ଆତ୍ମା ଆମେ ଆମେ ଆତ୍ମା ବୋଲି ଜାଣିନୁ, ଆମେ ମାୟା ବୋଲିକି ଆମ ନିଜକୁ ଜାଣୁଛୁ। ଆମେ ଏଇ ମାୟାର ସ୍ୱରୂପଟା ସେୟା, ତେଣୁକରି ଆମେ ସବୁ ଅଜ୍ଞାନରେ ପଡିଛେ। ତ ବ୍ୟାସଦେବ ସବୁ ଜାଣିପାରିଲେ ଏଇ କଳି ଯୁଗ ଆସିବ, ଅନ୍ଧକାରମୟ ଯୁଗ, ଏଥିରେ କଣ ସବୁ ଇଏ ସବୁ ହବ ସବୁ ଜାଣିପାରିଲେ ସେ। भौतिकानां च भावानां शक्ति ह्रासं च तत्कृतम् अश्रद्धा अश्रद्धधानानि सत्त्वान् दुर्मेधान् रसितायुषः दुर्भगाश्च जनान् वीक्ष्य मुनिर्दिव्येन चक्षुषा सर्ववर्णाश्रमाणां यद् दधौ हितममो ममो ममोघदृक् ପୂର୍ଣ୍ଣ ଜ୍ଞାନ ଉପଲବ୍ଧି କରିଥିବା ସେ ମହାମୁନି ଦିବ୍ୟ ନେତ୍ରରେ ଦେଖିଥିଲେ ଯେ କଳିର ପ୍ରଭାବରେ ସମସ୍ତ ଭୌତିକ ପଦାର୍ଥ ଦୂଷିତ ହୋଇଯାଉଅଛି। ସେ ମଧ୍ୟ ଦେଖିପାରିଲେ ଯେ ଅବିଶ୍ୱାସୀ ଲୋକମାନଙ୍କର ଆୟୁଷ କ୍ଷୀଣ ହୋଇଯାଉଛି ଏବଂ ସତ୍ୱଗୁଣ ହୀନ ହେବା ଯୋଗୁଁ ସେମାନେ ଧୈର୍ଯ୍ୟହୀନ ହୋଇଯାଉଛନ୍ତି। ଏହିପରି ଭାବରେ ସେ ସମସ୍ତ ବର୍ଣ୍ଣ ଓ ଆଶ୍ରମର କିପରି କଲ୍ୟାଣ ହେବ ତାହା ଚିନ୍ତା କରିବାକୁ ଲାଗିଲେ। ବୈଷ୍ଣବ ଆମେ ପଢୁଥିଲେ ନା ସେକେଣ୍ଡ ଚାନ୍ସ ରେ, ତା ପୂର୍ବରୁ ଅ କଣ ଏଇ ଯୋଉ କି ଗିଫ୍ଟ ସେଟା ଆମେ ଯୋଉ ପଢୁଥିଲେ, ଇନଭ୍ୟାଲୁଏବଲ ଯୋଉ ମ୍ୟାଚଲେସ୍ ଗିଫ୍ଟ, ମ୍ୟାଚଲେସ୍ ଗିଫ୍ଟରେ ବି ସେଇଟା ପଢୁଥିଲେ ଯେ ବୈଷ୍ଣବ ମାନେ କେତେ ଦୟାଳୁ, କେତେ କୃପାର ସାଗର, ଯୋଉ ଆମେ ଗାଉ ସବୁବେଳେ ବୈଷ୍ଣବ ମାନଙ୍କୁ, ଓ ବୈଷ୍ଣବ ଠାକୁର କୃପାର ସାଗର, ଓସନ ଅଫ ମର୍ସି। ସେଟା କେମିତି ନା ସେ ସବୁବେଳେ ପର ମଙ୍ଗଳ ହିଁ ଚିନ୍ତା କରନ୍ତି, ନିଜ ପାଇଁ କିଛି ଚିନ୍ତା କରନ୍ତିନି। ଗୁରୁଦେବ ବହୁତ ସୁନ୍ଦର କହୁଥିଲେ, ଗୋଟେ ବୈଷ୍ଣବର ଏଇ ଜଗତରେ କିଛି କାମ ନାହିଁ। ବୈଷ୍ଣବ ହ୍ୟାଜ ନୋ ବିଜନେସ ହିୟର ଇନ ଦିସ୍ ମେଟେରିଆଲ ୱାର୍ଲଡ। ସେ ତ ସେଇ ଜଗତର ଲୋକ, ସେ ତ ସଚ୍ଚିଦାନନ୍ଦମୟ, ସେ କାହିଁ ଏଇ ଅସତ ଅଚିତ ଆଉ ନିରାନନ୍ଦକୁ ଆସିବ? କେହି ବି କାହିଁକି ଆସିବେ? ଆମକୁ ଯଦି ଭଲ ଲାଇଫଷ୍ଟାଇଲ ମିଳିବ, ଆମେ କାହିଁକି ମାନେ ନର୍କକୁ ଯିବା? ଯେ ସ୍वर्ଗ ଅପସନ ଥିବ, ଆମେ ନର୍କକୁ କିଏ କାହିଁକି ଯିବ ଦୁଃଖ ଯନ୍ତ୍ରଣା ପାଇଁ? କିନ୍ତୁ ସେମାନେ ଆସନ୍ତି କାହିଁକି? କେବଳ ଜୀବର କଲ୍ୟାଣ ପାଇଁ। ଆରେ ଏମାନେ ଏତେ ସଫର ରହୁଛନ୍ତି, ମୁଁ ନଗଲେ ଏମାନେ କେମିତି ଜାଣିବେ କୃଷ୍ଣ କଥା, କେମିତି ଶୁଣିବେ? ତ ସେ କେବଳ ଲୋକଙ୍କର କଲ୍ୟାଣ ପାଇଁ ଆସନ୍ତି। ତ ସେଥିପାଇଁ ସେ ଯେହେତୁ ସେମାନେ ସର୍ବଜ୍ଞାତା, ସେ ଜାଣିପାରିଲେ ଯେ ଏବେ କଳି ଯୁଗରେ ମନୁଷ୍ୟ ବହୁତ ସଫର ହବ, ଅଳ୍ପ ଆୟୁ ହେଇଯିବ, ଅଳ୍ପ ବୁଦ୍ଧି ସମ୍ପନ୍ନ ହେବ, ତାଙ୍କର ସତ୍ୟ ଗୁଣର ଅବକାଶ, ସତ୍ୟ ଗୁଣ ଯେତେବେଳେ କମିଯିବ, ରଜ ଆଉ ତମ ବଢିଯିବେ। ତ ସେତେବେଳେ ଧୈର୍ଯ୍ୟ ଆଉ ରହିବନି ଲୋକଙ୍କର। ଯେତେ ପ୍ରକାର ପାପ ଏ ଜଗତରେ ହଉଛି, କେବଳ ଏଇ ଧୈର୍ଯ୍ୟ ଯୋଗୁଁ ହଉଛି। ଧୈର୍ଯ୍ୟ ରଖିଲେ କିଛି ପାପ ହୁଅନ୍ତାନି, ଯେହେତୁ ଧୈର୍ଯ୍ୟ ରଖୁନାହାନ୍ତି ଲୋକ, ତେଣୁକରି ପାପ ହଉଛି। ଯେତେ ପ୍ରକାର ପାପ କେବଳ ଏଇ ଧୈର୍ଯ୍ୟ ନଥିବା ଯୋଗୁଁ ହିଁ ହଉଛି। ତ ଧୈର୍ଯ୍ୟ ଆଉ ରହିବନି ଲୋକଙ୍କର। ତ ଏମିତିଆ ସିଚୁଏସନ ରେ ୟାଙ୍କର କଲ୍ୟାଣ କେମିତି ହେବ? ଏମାନେ ତ ସବୁ ନର୍କକୁ ଯିବେ, ସବୁ ନର୍କବାସୀ ହଉଛନ୍ତି। ସେ ଦେଖି ପାରିଲେ, ଆଉ ଚିନ୍ତା କଲେ କେମିତି ୟାଙ୍କର କଲ୍ୟାଣ କରାଯିବ। चातुर्होत्रम कर्म शुद्धम प्रजानां वीक्ष्य वैदिकम व्यद व्यदधाद्य संतस्ते वेदमेकं चतुर्विधम। ସେ ଦେଖିପାରିଲେ ଯେ ବେଦରେ ବର୍ଣ୍ଣିତ ଯଜ୍ଞ କର୍ମ ହିଁ ଲୋକମାନଙ୍କର କର୍ମକୁ ଶୁଦ୍ଧ କରିବାର ପନ୍ଥା ଅଟେ। ପନ୍ଥାକୁ ସରଳ କିମ୍ବା ପନ୍ଥାକୁ ସରଳ କରିବା ନିମିତ୍ତ ଏବଂ ଲୋକମାନଙ୍କ ମଧ୍ୟରେ ତାହାର ପ୍ରସାର କରିବା ନିମିତ୍ତ ସେ ଏକ ବେଦକୁ ଚାରି ଭାଗରେ ବିଭକ୍ତ କଲେ। ପ୍ରଥମେ ବେଦ ଗୋଟେ ଥିଲା, ତାପରେ ସେ ତାକୁ ଚାରି ଭାଗ କଲେ, ରିଗ୍ ଯଜୁର୍ ସାମ ଅଥର୍ବ। ୟା ପୂର୍ବରୁ ଗୋଟେ ହିଁ ବେଦ ଥିଲା। କାହିଁକି କଲେ? କାରଣ ଏଇ କଳି ଯୁଗର ଲୋକମାନେ କିଛି ଜାଣିପାରିବେନି, ବେଦ ପଢିକି ଜାଣିପାରିବେନି, ବେଦ ନାଁରେ ସବୁ ଖରାପ କାମ କରିବେ। ଯେତେବେଳେ ଆମେ ଯୋଉ କୁହାଯାଏ ନା, ଯଦି ତୁମେ ବୁଝି ନ ପାରୁଛ ଠିକ ଅଛି ଚଳିବ,
କିନ୍ତୁ ତୁମେ ଯଦି ଭୁଲ ବୁଝିବ ଏ ଜିନିସଟା ତାହେଲେ ଚଳିବନି, ସେଟା ତୁମ ଦ୍ଵାରା ସବୁ ମାନେ କିଏ ସୃଷ୍ଟି ହେବ। ତମେ ଗୋଟେ ଜିନିସ ଜାଣିନ, ଠିକ ଅଛି ତମେ ଜାଣିନ, କିନ୍ତୁ ତାକୁ ଭୁଲ ବୁଝନି। ଶିଳ ଗୁରୁଦେବ ସବୁବେଳେ କହୁଥିଲେ ସେଇଟା, ଯେ ଆମେ ଆମେ ଆଧ୍ୟାତ୍ମିକ ଜଗତ କଣ ଜାଣିନେ, ଆମେ ମାନିବା ଆମେ ଜାଣିନେ, କି ଆମେ ଭକ୍ତିଟା ଜାଣିନେ, ଠିକ ଅଛି। କିନ୍ତୁ ଆମେ ଯୋଉ ଭୁଲ ବୁଝିଦେବା, ଆଜିକାଲି କଣ ହଉଛି, ଆଜିକାଲି ସମସ୍ତେ ସବୁ ସମସ୍ତେ ଗୋଟେ ଗୋଟେ ପଣ୍ଡିତ ଏଇ ଏଇ ଶାସ୍ତ୍ରରେ, ଆମର ଆଧ୍ୟାତ୍ମିକ ଶାସ୍ତ୍ରରେ ସମସ୍ତେ ଗୋଟେ ଗୋଟେ ପଣ୍ଡିତ। କାହାକୁ କଣ ଗୋଟେ କହିଦବ, ସେ କହିବ ମୋ ମନରେ କଣ ଭଗବାନ ନାହାନ୍ତି, ମୁଁ ସବୁଠି ଭଗବାନଙ୍କୁ ଦେଖୁଛି, ସେ ପ୍ରବଚନ ଦେବା ଆରମ୍ଭ ହେଇଯିବ। ଗଭର୍ଣମେଣ୍ଟ ର ରୁଲ ଅଛି, ଡକ୍ଟର ବିଦ୍ୟା ପଢିକି ପାସ୍ କଲା ପରେ, ସାର୍ଟିଫିକେଟ ପାଇଲା ପରେ ତୁମେ ଡକ୍ଟରୀ ପ୍ରାକ୍ଟିସ କରିପାରିବ। କିନ୍ତୁ ଆଧ୍ୟାତ୍ମିକ ଲାଇଫ ଟା ଗୋଟେ ଏମିତିଆ, ସେତେ କିଛି ପରୀକ୍ଷା ନାହିଁ, କିଛି ସାର୍ଟିଫିକେଟ ଦରକାର ନାହିଁ, କିଛି ନାହିଁ। ଯିଏ ଚାହିଁବ ସେ ପ୍ରବଚନ ଦବ, ସେ ସବୁ କହି ଚାଲିବ, ଆଉ ତାର ମନ କଥା ଗୁଡାକୁ ଲୋକ ଶୁଣିବେ। ସେୟା ହିଁ ହଉଛି ନା, ଆଜିକାଲି ଯୋଉ ଫଲ୍ସ ଗୁରୁ ଗୁଡା ହଉଛନ୍ତି କଣ, ନିଜ ମନ କଥା କହିଲା, ଲୋକ ଶୁଣିଲେ ଆଉ। ତ ଏଇଟା ହେବ, ଏଇ କଳି ଯୁଗରେ ଏଇଟା ଭୟଙ୍କର ରୂପରେ ହେବ। ତ ଏମିତିଆ ସିଚୁଏସନ ରେ ଲୋକମାନେ ବଞ୍ଚିବେ କେମିତି? ଏମାନେ ବେଦକୁ ଜାଣି ପାରିବେନି, କିଛି ନାହିଁ, ତ ସେ କଣ କଲେ, ବେଦକୁ ଭାଗ କରିଦେଲେ, ସୋ ଦ୍ୟାଟ ଲୋକଙ୍କୁ ଜାଣିବା ଇଜି ହେବ। ଏମିତି ଗୋଟେ ବେଦକୁ କେହି ବୁଝି ପାରିବେନି, ସବୁ ମନ କଥା କହିବେ। କିନ୍ତୁ ବେଦକୁ ଭାଗ କଲେ, ତାପରେ ପୁରାଣ ଆଣିଲେ, ମହାଭାରତ ଆଣିଲେ, ଯୋଉଟା କି ଲୋକମାନେ ଇଜିଲି ଜାଣିପାରିବେ। ସେ ହିଁ ବ୍ୟାସଦେବ ହିଁ, ସବୁ ଶାସ୍ତ୍ରରେ ଗୋଟେ କଥା କୁହାହେଇଛି, ଅଲଗା ଅଲଗା କଥା କୁହା ହେଇନି। ଯୋଉମାନେ କହୁଛନ୍ତି ଏଇ ଶାସ୍ତ୍ର ଏମିତି କହିଲା, ସେଥିରେ କାହିଁ ସେମିତି କଲା, ନା, ସବୁଥିରେ ଗୋଟେ କୁହାହେଇଛି। ଆମେ ବୁଝିପାରୁନୁ ସେଟାକୁ, ସେଟା କେମିତି ସେମିତି ଲେଖା ହେଇଛି, ସେଟା ଆମେ ବୁଝିପାରୁନୁ। ସେଥିପାଇଁ ଗୁରୁର ଆବଶ୍ୟକତା ଅଛି। ଗୁରୁ ପରମ୍ପରାରେ ସେ ଜାଣିଛନ୍ତି, ସେ ଶୁଣିକି ଆସିଛନ୍ତି, ସେ ଆମକୁ ବୁଝେଇବେ ଯେ ନା, ଏଇଟା ବାସ୍ତବରେ ୟାର ଅର୍ଥ ହେଲା ଏଇଟା, ଏଇଟା ଏମିତି ବୋଲି ସେ ବୁଝେଇବେ। ତ ସେଇଟା ଶ୍ରୀଲ ବ୍ୟାସଦେବ କଲେ ଏଇ ଯୁଗକୁ ଦେଖିକି। ଠିକ ଅଛି, ଆଉ 6 ମିନିଟ ରହିଲା, କାହାର କଣ ପ୍ରଶ୍ନ ଅଛି କି? ପ୍ରଶ୍ନ ନେଇପାରିବା। ଯଦି କିଛି ପ୍ରଶ୍ନ ନଥିବ, ଆମେ ଆଉ ଗୋଟେ ଦିଟା ଶ୍ଲୋକ ପଢିଦେବା। କିଛି ନାହିଁ ପ୍ରଶ୍ନ? ଠିକ ଅଛି, ଆମେ ଆଉ ଗୋଟେ ଶ୍ଲୋକ ପଢିଦେବା। ऋग्यजु सामाथर्वाख्या वेदाश्च त्वार उद्धृताः इतिहास पुराणं च पंचमो वेद उच्यते। ବେଦକୁ ଚାରି ଭାଗରେ ବିଭକ୍ତ କରାଗଲା ପରେ, ନା ନା, ଜ୍ଞାନର ମୌଳିକ ଉତ୍ସ ବେଦକୁ ପୃଥକ୍ ଚାରି ଭାଗରେ ବିଭକ୍ତ କରାଗଲା। କିନ୍ତୁ ଇତିହାସ ଗ୍ରନ୍ଥ ଏବଂ ପ୍ରାମାଣିକ କଥାର ବର୍ଣ୍ଣନାରେ ପରିପୂର୍ଣ୍ଣ ସମସ୍ତ ପୁରାଣକୁ ପଞ୍ଚମ ବେଦ କୁହାଯାଏ। ପଞ୍ଚମ ବେଦ ମହାଭାରତ, ଏ ଯୋଉ ପୁରାଣ ଗୁଡାକ ସବୁକୁ ପଞ୍ଚମ ବେଦ କୁହାଯାଏ। ଏଇଟା ବି ବେଦ, କିନ୍ତୁ ଏଟା ପଞ୍ଚମ ବେଦ। ଚାରି ବେଦ ଲେଖିଲେ, ତାପରେ ପଞ୍ଚମ ବେଦ ହେଲା ଏଇ ଯୋଉ ପୁରାଣ ପୁରାଣ ସବୁ ଲେଖିଲେ। ତତ୍ର ତତ୍- ତତ୍ର ତତ୍ର ऋग् तत्र ऋग्वेदधरः पैलः सामगो जैमिनिः कविः विशा विशम्पायन एवैको निष्णातो यजुषामुत। ବେଦକୁ ଚାରି ଭାଗରେ ବିଭକ୍ତ କରାଗଲା ପରେ ପୈଳ ଋଷି ଋଗ୍ବେଦ ର ଆଚାର୍ଯ୍ୟ ହେଲେ, ଜୈମିନୀ ସାମବେଦର ଆଚାର୍ଯ୍ୟ ହେଲେ, ଏବଂ ବୈଶମ୍ପାୟନ ଏକାକୀ ଯଜୁର୍ବେଦ ଦ୍ୱାରା ମହିମାନ୍ବିତ ହେଲେ। କୋଉ ଋଷି କୋଉ ବେଦର ଆଚାର୍ଯ୍ୟ ହେଲେ, ଚାରି ଭାଗ କରିଦେଲେ ବେଦକୁ। ବେଦ ଗୋଟେ ଯୋଉଟା ବ୍ରହ୍ମାଙ୍କୁ କହିଥିଲେ ଭଗବାନ, ଭଗବାନ ତ ପଞ୍ଚଶ୍ଲୋକୀ ବେଦ କହିଥିଲେ। ତ ବେଦ ଗୋଟେ, ତାପରେ ତାକୁ ଚାରି ଭାଗ କରିଦେଲେ, ଆଉ ଚାରିଟା ଋଷି ଚାରି ଭାଗର ମାନେ ଇଏ ହେଲେ, ଆଚାର୍ଯ୍ୟ ହେଲେ। ଆ- अथर्वा अथर्वांगीरसाम आसीत्
सुमंतुर्दारुणो मुनिः इतिहास पुराणानां पितामहो महर्षणः। सुमंतु मुनि अंगिरा अत्यंत निष्ठा सहकारे अथर्व वेद प्रति अनुरक्त थिले। तेणु तांको अथर्व वेद दियागला एवं मोर पिता रोमहर्षण को पुराण और इतिहास दियागला। रोमहर्षण सुत कुहाଯାଏ ନା ସୁତଙ୍କୁ, ସୁତଙ୍କର ପିତା ହେଲେ ରୋମହର୍ଷଣ ଋଷି। ତାଙ୍କୁ ପୁରାଣ ଆଉ ଇଏର ଆଚାର୍ଯ୍ୟ କରାଗଲା, ଇତିହାସର। ସବୁ ଇତିହାସ ଗୋଟେ ଗୋଟେ ପୁରାଣ, ବୁଝିଲେ ନା। ସେଠିରେ ବଂଶ ଏଇ ଭାଗବତ ମହାପୁରାଣ ବି ଦେଖିବା, ସେଠିରେ ବଂଶାବଳୀ ସବୁ ଥାଏ। ସେ ପୁରା ଇତିହାସ, ସବୁ ପୁରାଣ ଗୋଟେ ଗୋଟେ ଇତିହାସ। ଆମର କୋଉ ଯୁଗରେ କେମିତି କୋଉ ରାଜା ଆସିଲେ, କେମିତି ଭଗବାନ ଆସିଲେ ସେଇ ବଂଶରେ। ଆ, ବଂଶ ସବୁ ବଂଶ ପରମ୍ପରା ଅଛି ନା ଆମର। ଅ ସୂର୍ଯ୍ୟଙ୍କର ବଂଶ ଅଛି, ସୂର୍ଯ୍ୟବଂଶୀ ଏବେ ବି ଅଛନ୍ତି ସୂର୍ଯ୍ୟବଂଶୀ ଗୁଡା। ସୂର୍ଯ୍ୟଙ୍କର ବଂଶ ଅଛି, ଚନ୍ଦ୍ରମାଙ୍କର ବଂଶ ଅଛି। ଆ, ଭଗବାନ ରାମ ସୂର୍ଯ୍ୟ ବଂଶରେ ଆସିଥିଲେ, ଭଗବାନ କୃଷ୍ଣ ଚନ୍ଦ୍ର ବଂଶରେ ଆସିଥିଲେ। ସବୁ ସେ ବଂଶ ପରମ୍ପରା ଗୁଡା ସବୁ ଅଛି ଏଥିରେ। ସେଥିରେ ଭଗବାନ ଆସି କେମିତି ଲୀଳା କରୁଛନ୍ତି ସେ ସବୁ ଜିନିଷ ସେଥିରେ ଅଛି। त एतऋषयो वेदं स्वं स्वं व्यस्यन्ननेकधा शिष्यैः प्रस- प्रशिक्षैस्तच्छिष्यैर्वेदास्ते साखिनो भवन्। शिष्यैः प्रशिष्यैस्तच्छिष्यैर्वेदास्ते साखिनो भवन्। ଏସବୁ ଋଷିମାନେ ନିଜ ନିଜ ବେଦର ଶାଖା ମାନଙ୍କୁ ପୁଣି ଅନେକ ଶାଖାରେ ବିଭକ୍ତ କରିଦେଲେ ଏବଂ ସେମାନେ ସେମାନଙ୍କର ଶିଷ୍ୟମାନଙ୍କ ଦ୍ୱାରା, ଶିଷ୍ୟମାନଙ୍କ ମଧ୍ୟରେ ପରମ୍ପରା ରୀତିରେ ଅନନ୍ତ ଶାଖାରେ ବେଦ ବିସ୍ତାର କରିଦେଲେ। ତାପରେ ଏଇ ଋଷିମାନେ ଯୋଉମାନେ ଆଚାର୍ଯ୍ୟ ହେଲେ ଏମାନେ ତାକୁ ବିସ୍ତାର କଲେ, ଆଉ ଆହୁରି ମଧ୍ୟ ସିମ୍ପ୍ଲିଫାଏଡ କଲେ, ଆଉ ତାକୁ ବିସ୍ତାର କଲେ ଆହୁରି ଶାଖା ଗୁଡାକ କରିକି। ଶାଖା ଉପଶାଖା ସବୁ ହେଲା। ଠିକ ଅଛି, ଆମର ସମୟ ହେଇଯାଇଛି। ତ ଟେକ୍ସଟ 24 ରୁ 24 ନମ୍ବର ଶ୍ଲୋକରୁ ଆମେ କାଲି ପଢିବା। ଏଇଟା ଆଉ ଅଳ୍ପ ରହିଲା, କାଲି ଆମର ସରିଯିବ। ଟେକ୍ସଟ 33 ଯାଏଁ ଅଛି, କାଲି ଆମର ଏଇ ଚାପ୍ଟର ସରିକି ନେକ୍ସଟ ଚାପ୍ଟର କୁ ଯିବା। ନେକ୍ସଟ ଚାପ୍ଟର ହେଲା ନାରଦ ମୁନିଙ୍କର ବ୍ୟାସଦେବଙ୍କୁ ଶ୍ରୀମଦ୍ ଭାଗବତମ ଶିକ୍ଷାଦାନ। ଠିକ ଅଛି। वाञ्छाकल्पतरुभ्यश्च कृपा सिन्धुभ्यो च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। श्रील प्रभुपाद जी महाराज की जय। श्रील गुरुदेव की जय। निताय गौर प्रेमानंद। हरि हरि बोल। हरे कृष्णा। हरे हरे कृष्ण।